ତ ମଝିଆ ଖୁଡ଼ୀଙ୍କ ନାଁ ରଞ୍ଜୁ। ତାଙ୍କ ସାଙ୍ଗରେ ମୋର ଭାରି ଭଲ ପଡ଼େ। ସେ 10ମ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି। ଦେହର ରଙ୍ଗ ପୁରା ଗୋରା, ଆଉ ତାଙ୍କ ଗଢ଼ଣ ବହୁତ ସୁନ୍ଦର। ଟିକିଏ ପାତଳ ହେଲେ ବି ତାଙ୍କ ଛାତି ଆଉ ଦୁଧ ଆକର୍ଷଣୀୟ। ସେ ଗୋଟିଏ ପିଲାର ମା' ଅଟନ୍ତି। କଥାରେ ଅଛି, ଗୋଟିଏ ଛେଲି ମା' ଘି। ସତରେ ମଝିଆ ଖୁଡ଼ୀ ପୁରା ଘିଅ। ତାଙ୍କର ଗୋଟିଏ ବୋଲି ପୁଅ ମୁନା। ବୟସ ତାକୁ 6 ବର୍ଷ। ସେ ମୋ ବୋଉକୁ ଭାରି ଭଲ ପାଏ। ରାତିରେ ବି ସେ ମୋ ବୋଉ ପାଖରେ ଶୁଏ। ଦାଦା ବାହାରେ ଚାକିରି କରନ୍ତି। 2-3 ମାସରେ ଥରେ ଘରକୁ ଆସନ୍ତି। ମୋ ବୟସ ସେତେବେଳକୁ 17। ମୁଁ +2ରେ ପଢ଼ୁଥିଲି। ଦାଦାଙ୍କର ବାହାଘର ପରଠାରୁ ମୁଁ ସବୁବେଳେ ମଝିଆ ଖୁଡ଼ୀଙ୍କ ପାଖ ହୁଏ। ସେ ବି ମୋତେ ଭାରି ଭଲ ପାଆନ୍ତି। ବେଳେବେଳେ ଆମେ ଦୁହେଁ ବହୁତ ଗପୁ। ମଝିଆ ଖୁଡ଼ୀ ଭାରି ଇଏ। ସବୁବେଳେ ତାଙ୍କର ଟୋକାଟୋକି ଗପ। କେଉଁ ଟୋକା କେଉଁ ଟୋକି ସାଙ୍ଗରେ କ'ଣ କଲା, କେଉଁ ମାଇକିନା କେଉଁ ମର୍ଦ୍ଦ ସାଙ୍ଗରେ କ'ଣ ହେଲା, ହେଁ ହେଁ ଫେଁ ଫେଁ ହେଲା, ମୋ ସହିତ ଏଇଆ ଗପୁଥାନ୍ତି। ମୋତେ ତାଙ୍କ କଥା ଶୁଣିବାକୁ ଭାରି ଭଲ ଲାଗେ। ସେ ମୋତେ ବେଳେବେଳେ ଥଟ୍ଟା କରି କହନ୍ତି, ରାଜୁ, କେଉଁ ଝିଅ ପିଲା ଉପରେ ଆଖି ପକେଇଲେଣି ନା ନାହିଁ? ତାଙ୍କ କଥା ଶୁଣି ମୁଁ ଲାଜେଇ ଯାଏ। ଦିନେ ଆମେ ବସି ଗପିବା ବେଳେ, ବୁଝିଲ ରାଜୁ, ଆଜି ଖରାବେଳେ ମୁଁ ପରିସ୍ରା କରିବାକୁ ବାରିପଟକୁ ଯାଇଥିଲି। ଦେଖିଲି ଗୋଟିଏ ଅଣ୍ଡିରା କୁକୁର ଆଉ ଗୋଟିଏ ମାଇ କୁକୁର ଉପରେ ଚଢ଼ିବାକୁ ଚେଷ୍ଟା କରୁଛି। ମାଇ କୁକୁରଟା ଖାଲି କୁଁ କୁଁ ହେଉଛି, ଆଉ ଅଣ୍ଡିରା କୁକୁରଟାକୁ ତା ଉପରେ ଚଢ଼ିବାକୁ ଦେଉନି। ଆଚ୍ଛା ରାଜୁ, ତମେ କେବେ ଅଣ୍ଡିରା କୁକୁର ମାଇ କୁକୁର ଚଢ଼ାଚଢ଼ି ହେବାର ଦେଖିଛ? ମୁଁ ଖୁଡ଼ୀଙ୍କ ମୁହଁକୁ ଚାହିଁଲି। ଖୁଡ଼ୀ ହସି ଦେଇ ତାଙ୍କ ବାଁ ହାତଟା ଶାଢ଼ୀ ତଳେ ପୂରେଇ ଜଙ୍ଘ ସନ୍ଧି କୁଣ୍ଡେଇ ହେଲେ। ଖୁଡ଼ୀଙ୍କ କଥା ଶୁଣି ମୋ ଦେହ କ'ଣ ହୋଇଗଲା। ପ୍ୟାଣ୍ଟ ଭିତରେ ମୋ ବାଣ୍ଡଟା ଶକ୍ତ ହୋଇ ଉଠିଲା। ସତରେ ମଝିଆ ଖୁଡ଼ୀ ଭାରି ସେକ୍ସି ମାଇକିନା। ଆମ ବାରିପଟରେ ଗୋଟେ ବଡ଼ ପୋଖରୀ ଥାଏ। ସେଠି ଆମ ଘର ଲୋକ ପ୍ରାୟ ସମସ୍ତେ ଗାଧାନ୍ତି। ମଝିଆ ଖୁଡ଼ୀ ବି ସବୁଦିନ ସେହି ପୋଖରୀକୁ ଗାଧେଇ ଯାଆନ୍ତି। ଖୁଡ଼ୀ ଗାଧେଇ ଯେଉଁ ବାହାରିଲା ବେଳକୁ ମୁଁ ଆଗରୁ ଯାଇ ପୋଖରୀ ପାଖ କିଆବୁଦା ପାଖରେ ଲୁଚି ବସେ। ଖୁଡ଼ୀ ଯାଇ କିଆବୁଦା ପାଖରେ ଝାଡ଼ା ବସନ୍ତି। ଖୁଡ଼ୀଙ୍କ ଲଙ୍ଗଳା ଗାଣ୍ଡିକି ମୁଁ ଲୁଚିକରି ଦେଖେ। ତାଙ୍କ ଗାଣ୍ଡିକି ଦେଖି ମୋ ବାଣ୍ଡ ଟେଙ୍ଗେଇ ପୁରା ଛିଡ଼ା ହୋଇଯାଏ। ମୁଁ ବାଣ୍ଡକୁ ମୁଠେଇ ଧରି ଜୋର ଜୋର ମୁଠି ମାରେ। ସବୁ ବୀର୍ଯ୍ୟ ବାହାରିଗଲା ପରେ ଶାନ୍ତି ଲାଗେ। ଖୁଡ଼ୀ ଗାଧେଇ ସାରି ଓଦା ଲୁଗା ବଦଳାଇବାରେ ଲାଗିଲେ। ସେତେବେଳକୁ ମୁଁ ପୋଖରୀ ପାଖରେ ଗାଧୋଇବା ପାଇଁ ପହଞ୍ଚେ। ସେତେବେଳକୁ ମଝିଆ ଖୁଡ଼ୀ ଓଦା ଲୁଗା ପୋଖରୀରୁ ଉଠୁଥାନ୍ତି। ଓଦା ଲୁଗା ତାଙ୍କ ଦେହ ସାରା ଜଡ଼ି ଯାଇଥାଏ। ତାଙ୍କର ଚେକା ଚେକା ବଡ଼ ଦୁଧ ଦୁଇଟା ଥଲଥଲ ହେଉଥାଏ। ମୋତେ ଦେଖି ମୁରୁକି ହସି ଦେଇ ଓଦା ଶାଢ଼ୀଟାକୁ ତାଙ୍କ ଛାତିରେ ବଢ଼େଇ ଦିଅନ୍ତି। ପତଳା ଓଦା ଶାଢ଼ୀ ଭିତରୁ ଫୁଟି ଦିଶୁଥିବା ଖୁଡ଼ୀଙ୍କ ଲଙ୍ଗଳା ଦେହକୁ ଦେଖି ମୁଁ ପୁରା ଅସମ୍ଭାଳ ହୋଇ ଉଠେ। ଦିନକର ଘଟଣା। ସେଦିନ ଦଦା ଘରେ ନଥିଲେ। ମୋ ବୋଉ ଝିଅ ସାଙ୍ଗରେ ଗୋଟାଏ ରୁମ୍ରେ ଶୋଇଲା। ମୁଁ ଖାଇସାରି ମଝିଆ ଖୁଡ଼ୀଙ୍କ ରୁମ୍ରେ ଯାଇ ଶୋଇପଡ଼ିଲି। ମଝିଆ ଖୁଡ଼ୀ ଖାଇସାରି ଆସି ଦେଖିଲେ ମୁଁ ତାଙ୍କ ରୁମ୍ରେ ଶୋଇଛି। ସେ କିଛି ନ ଭାବି ମୋ ପାଖରେ ଶୋଇପଡ଼ିଲେ। ମୋତେ ନିଦ ହେଉନଥିଲା। ବିଛଣାରେ ଛଟପଟ ହୋଇ ମୁଁ ଖାଲି ଏକଡ଼ ସେକଡ଼ ମାଡ଼ି ଶୋଉଥିଲି। ଖୁଡ଼ୀ ମୋ ଆଡ଼କୁ ଗାଣ୍ଡି ଦେଖାଇ ପଛ କରି ଶୋଇଥିଲେ। ମୁଁ ଯାଇ ଘରେ ସମସ୍ତେ ଶୋଇଲେଣି କି ନାହିଁ ଦେଖି ଆସିଲି। ପୁଣି ଆସି ଖୁଡ଼ୀଙ୍କ ପାଖରେ ଶୋଇଲି। ହେଲେ ନିଦ ହେଲାନି। ଖାଲି ଖୁଡ଼ୀଙ୍କ କଥା ମନକୁ ଆସିଲା। ସେ ଗାଧେଇ ସାରି ଓଦା ଲୁଗାରେ ଆସିଲା ବେଳେ ଓଦା ଶାଢ଼ୀ କେମିତି ତାଙ୍କ ଗାଣ୍ଡି ଆଉ ଦୁଧରେ ଜଡ଼ି ଯାଇଥିଲା, ସେ କଥା ମୋର ମନେ ପଡ଼େ। ତାପରେ ମୁଁ ମୋ ହାତଟା ନେଇ ଖୁଡ଼ୀଙ୍କ ଡେଣା ଉପରେ ରଖିଲି। ଖୁଡ଼ୀ କିଛି କହିଲେ ନାହିଁ। ମୋର ଉତ୍ତେଜନା ଆହୁରି ବଢ଼ିଗଲା। ମୁଁ ମୋର ଗୋଡ଼କୁ ନେଇ ତାଙ୍କ ଉପରେ ରଖିକି ଶୋଇଲି। ସେ କିଛି କହିଲେନି। ତାପରେ ହାତ ନେଇ ସିଧା ତାଙ୍କ ଦୁଧ ଉପରେ ରଖିଲି। ତଥାପି ତାଙ୍କର କିଛି ପ୍ରତିକ୍ରିୟା ନଥିଲା। ମୁଁ ଭାବିକି, ଖୁଡ଼ୀ ଶୋଇଛନ୍ତି ନା ନାହିଁ? ଖୁଡ଼ୀ ତ ମୋଟେ 15 ମିନିଟ୍ ହେଲା ଶୋଇଲେ। ତାଙ୍କୁ ନିଦ ହେଲାଣି କି? ମୁଁ ତଳପଟରୁ ତାଙ୍କ ଶାଢ଼ୀ ଆଉ ସାୟାକୁ ଉପରକୁ ଟାଣି ଟାଣି ଅଣ୍ଟା ପର୍ଯ୍ୟନ୍ତ ଉଠାଇ ଦେଲି। ଓଃ, ଖୁଡ଼ୀଙ୍କର ଗାଣ୍ଡି ମାଂସାଳ ଦେଖି ଦି' ଜଙ୍ଘ ଫାଙ୍କରେ କଳା କଳା ବାଳଗୁଡ଼ିକୁ ଦେଖିଲା ପରେ ଖୁଡ଼ୀଙ୍କ ବିଆ ଭିତରେ ପଶିବା ପାଇଁ ମୋ ବାଣ୍ଡ ଅସମ୍ଭାଳ ହୋଇଗଲା। ମୁଁ ମୋ ପେଣ୍ଟକୁ ଖସାଇ ଦେଇ ମୋର ବାଣ୍ଡକୁ ବାହାର କରି ଆଣି ବାଣ୍ଡର ଅଗକୁ ନେଇ ଖୁଡ଼ୀଙ୍କ ଗାଣ୍ଡି ଫାଙ୍କରେ ଲଗେଇଦେଲି। ତାପରେ ତାଙ୍କ ଦୁଧକୁ ଆସ୍ତେ ଆସ୍ତେ ଚିପିଲି। ଖୁଡ଼ୀଙ୍କ ଦୁଧକୁ ଭଲ କରି ଚିପିବା ପାଇଁ ମୁଁ ଯେତେ ଉପରକୁ ଉଠୁଥିଲି, ମୋ ବାଣ୍ଡ ତାଙ୍କ ଗାଣ୍ଡିରେ ସେତେ ମାଡ଼ି ହୋଇଯାଉଥିଲା। ମୋତେ ଲାଗିଲା ଖୁଡ଼ୀ ଶୋଇନାହାନ୍ତି, ଚେଇଁଛନ୍ତି। ମୁଁ ଭାବିଲି ଖୁଡ଼ୀ ଯଦି ଜାଣିକରି କିଛି ନ କହି ଚୁପ୍ ରହୁଛନ୍ତି, ତା' ମାନେ ଖୁଡ଼ୀଙ୍କର ଇଚ୍ଛା ଅଛି। ତେଣୁ ମୁଁ ଡରିବି କାହିଁକି? ମୁଁ ମୋ ପେଣ୍ଟଟା ଖୋଲିଦେଇ ଲଙ୍ଗଳା ହୋଇପଡ଼ିଲି। ମୋ ହାତକୁ ତାଙ୍କ ଦୁଇ ଜଙ୍ଘ ଭିତରେ ନେଇ ତାଙ୍କ ବିଆରେ ମାରିଲି। ତାଙ୍କ ବିଆ ସେତେବେଳକୁ ନାଳେଇ ଯାଇ ଓଦା ହୋଇଯାଇଥିଲା। ବିଆ ଭିତରକୁ ଆଙ୍ଗୁଳି ଦାବି ଦେଲି। ଆଙ୍ଗୁଳିଟା ଭିତରକୁ ଗଳିଗଲା। ଖୁଡ଼ୀ ଉଃ ବୋଲି
ପାଟି କରି ଉଠିଲେ। ବୁଲି ପଡ଼ି ମୋ କାନରେ କହିଲେ, ଯା ରାଜୁ, ତମେ ଭାରି ଦୁଷ୍ଟ, ଖୁଡ଼ିକି ବି ଛାଡ଼ିଲ ନାହିଁ। ଖୁଡ଼ି ଗାଣ୍ଡିରେ ବି ବାଣ୍ଡ ଲଗେଇଦେଲ। ଖୁଡ଼ିଙ୍କ ମୁହଁରୁ ଏମିତି ଅଭଦ୍ର କଥା ଶୁଣି ମନ ହେଉଥାଏ ଖୁଡ଼ିଙ୍କୁ ମାଡ଼ି ବସି ଗେହି ପକାନ୍ତି। ମୁଁ କହିଲି, ଖୁଡ଼ି, ମୋ ବାଣ୍ଡ ହିଟ୍ ହେଲାଣି, ଆଉ ମୋଟେ ସମ୍ଭାଳି ହେଉନି। ଖୁଡ଼ି କହିଲେ, କାହିଁକି? ଆଜି ସକାଳେ କ'ଣ ମୁଠି ମାରିନ? ମୁଁ କହିଲି, ମୁଁ ମୁଠି ମାରିବା କଥା ତମେ ବି ଜାଣିଦେଇଛ? ଖୁଡ଼ି କହିଲେ, ମୁଁ ସବୁ ଜାଣିଛି। ମୁଁ ଗାଧୋଇବା ବେଳେ ତୁମେ କିଆବୁଦା ପାଖରେ ଝାଡ଼ା ବସିବା ବେଳେ, ଆଉ ଗାଧୋଇବା ବେଳେ ତମେ କିଆବୁଦା ସେପଟେ ଲୁଚି ରହି ମୋତେ ଦେଖ। ମୁଁ କହିଲି, କ'ଣ କରିବି ଖୁଡ଼ି, ତମ ଗାଣ୍ଡି ଆଉ ବଡ଼ ବଡ଼ ଦୁଧ ଦେଖିଲା ପରେ ମୁଁ ଅସମ୍ଭାଳ ରହିପାରେନି। ତେଣୁ ଦାଦାଙ୍କୁ ତ ସବୁଦିନ ଦେଉଛ, ମୋତେ ଥରେ ଦେଉନ, ଭାରି ଇଚ୍ଛା ହେଉଛି। ଖୁଡ଼ି କହିଲେ, ମୁଁ ତମକୁ ଦେବାକୁ ମନା କରୁନି, ହେଲେ ତମେ ଏତେ ଛୋଟ ପିଲାଟା, ମୋତେ ସମ୍ଭାଳି ପାରିବ ତ? ମୁଁ କହିଲି, ସମ୍ଭାଳିବାକୁ ଚେଷ୍ଟା କରିବି, ଥରେ ପରୀକ୍ଷା କରି ଦେଖ। ଖୁଡ଼ି ମୋ ଦୁଧକୁ ନେଇ ତାଙ୍କ ଦୁଇ ଜଙ୍ଘ ମଝିରେ ମାଡ଼ି ଧରି କହିଲେ, ଆକୁ ଆଗେ ଚାଟ। ଦୁଇ ଜଙ୍ଘ ମଝିରେ ମାଡ଼ି ଧରି କହିଲେ, ଆକୁ ଆଗେ ଚାଟ। ମୁଁ ଖୁଡ଼ିଙ୍କ ବିଆରେ ମୁହଁ ଲଗେଇ ଚୁଚୁମି ପକେଇ ଚାଟିବାକୁ ଲାଗିଲି। ତାଙ୍କ ବିଆ ଲୁଣିଆ ଲୁଣିଆ ଲାଗିଲା। ମୋତେ ଭାରି ଭଲ ଲାଗିଲା। ଖୁଡ଼ି କହିଲେ, ରାଜୁ, ଗୋଟାଏ କାମ କର, ତମେ ବୁଲି ପଡ଼, ତମେ ମୋର ଚାଟ, ମୁଁ ତୁମର ଚୁଚୁମୁଚି। ସେ ମୋ ବାଣ୍ଡକୁ ଚୁଚୁମିଲେ, ତାଙ୍କ ବିଆକୁ ମୁଁ ଚାଟିଲି। କିଛି ସମୟ ପରେ ଖୁଡ଼ି କହିଲେ, ରାଜୁ, ଆଉ ସମ୍ଭାଳି ହେଉନି, ତମେ ଏବେ କରିବା ଆରମ୍ଭ କର। ଖୁଡ଼ି ଚିତ୍ ହୋଇ ଶୋଇପଡ଼ିଲେ। ତାଙ୍କ ଦୁଇ ଜଙ୍ଘକୁ ମେଲେଇ ବିଆକୁ ଦେଖାଇଲେ। ମୁଁ ମୋର ଟେଙ୍ଗେଇ ଠିଆ ହୋଇଥିବା ବାଣ୍ଡର ଅଗକୁ ନେଇ ବିଆ ମୁହଁରେ ଲଗେଇ ଦାବିଦେଲି। ମୋ ବାଣ୍ଡଟା ସଟ୍ କରି ଖୁଡ଼ିଙ୍କ ବିଆ ଭିତରକୁ ଗଳିଗଲା। ଖୁଡ଼ିଙ୍କି ଟିକିଏ ବି କଷ୍ଟ ହେଲାନି। ତଥାପି ବିଆରେ ବହୁତ ପାଣି। ଖୁଡ଼ି କହିଲେ, ଜୋର ଜୋର ଘିଅ, ମୋ କଥା ଚିନ୍ତା କରନି। ମୁଁ ତାଙ୍କ କାନରେ କହିଲି, ତମକୁ କଷ୍ଟ ହେବନି? ଖୁଡ଼ି କହିଲେ, ସେହି କଷ୍ଟରେ ତ ଆନନ୍ଦ ଅଛି। ତମ ଦାଦା ତ ମୋତେ ଆନନ୍ଦ ଦେଇପାରୁନାହାନ୍ତି, ତମେ ହେଲେ ଟିକିଏ ଦିଅ। ଖୁଡ଼ିଙ୍କ କଥା ଶୁଣି ମୁଁ ଜୋର ଜୋର ଗେହି ଚାଲିଲି। ମୁଁ ଗେହିଲା ବେଳେ ଖୁଡ଼ି ତାଙ୍କ ଗାଣ୍ଡିକି ଆଗପଛ କରିବାକୁ ଲାଗିଲେ ଏବଂ ତାଙ୍କ ଦୁଇ ହାତରେ ମୋ ଗାଣ୍ଡିକି ତାଙ୍କ ବିଆ ଆଡ଼କୁ ଟାଣି ଧରୁଥିଲେ, ଆଉ ଆଃ ଉଃ ଓଃ ହେଉଥିଲେ। ମୁଁ କହିଲି, ଖୁଡ଼ି, କଷ୍ଟ ହେଉଛି? ଖୁଡ଼ି କହିଲେ, ତମେ ଘିଅ, ଭାରି ଭଲ ଲାଗୁଛି। ମୁଁ କହିଲି, ମୋତେ ବି ଭଲ ଲାଗୁଛି। ଗୋଟିଏ ହାତରେ ଖୁଡ଼ିଙ୍କ ଗାଣ୍ଡିକି ଚିପି ଆର ହାତରେ ତାଙ୍କ ଦୁଧକୁ ଚିପିଲି। ତା ସାଙ୍ଗକୁ ଲମ୍ବା ଲମ୍ବା ଷ୍ଟ୍ରୋକ୍ ମାରିଲି। ଖୁଡ଼ିଙ୍କ ବିଆ ଗରମ ଗରମ ଲାଗିଲା। ମୁଁ ଗେହିବା ସ୍ପିଡ଼୍ ବଢ଼େଇ ଦେଲି। ଖୁଡ଼ି ଖାଲି ଚିତ୍କାର କରୁଥିଲେ, ଆଃ ଉଃ ମରିଗଲି, ଭାରି ଭଲ ଲାଗୁଛି, ଜୋରରେ, ଆହୁରି ଜୋରରେ ଘିଅ, ଗେହି ଗେହି ମୋ ବିଆକୁ ଫଟେଇ ଦିଅ, ମୋ ବିଆରୁ ସବୁ ପାଣି ମାରିଦିଅ। ଆଃ 10 ମିନିଟ୍ ଖଣ୍ଡେ ଜୋରରେ ଗେହିବା ପରେ ମୁଁ ଆଉ ସମ୍ଭାଳି ପାରିଲି ନାହିଁ। ପିଚକାରି ମାରିବା ଭଳି ମୋ ବାଣ୍ଡର ଗରମ ବୀର୍ଯ୍ୟ ଖୁଡ଼ିଙ୍କ ବିଆ ଭିତରକୁ ପିଚକି ଗଲା। ମୁଁ ଧଇଁସଇଁ ହୋଇ ଖୁଡ଼ିଙ୍କ ଉପରେ ପଡ଼ିଲି। ଖୁଡ଼ି କହିଲେ, ତମର ବାହାରିଗଲା କି? ମୁଁ କହିଲି, ହଁ। ସେ ତାଙ୍କ ସାୟାରେ ମୋ ବାଣ୍ଡକୁ ପୋଛିଦେଲେ। ତାଙ୍କ ବିଆ ଆଉ ଗାଣ୍ଡିକୁ ପୋଛି ସାରି କହିଲେ, ତମେ ଥକିଗଲଣି, ଶୋଇପଡ଼, ସକାଳୁ ସକାଳୁ ଉଠି ଆଉଥରେ ଘିଆଘି ହେବା। ତମେ ଗେହିଲେ ଭାରି ଭଲ ଲାଗୁଛି। ଖୁଡ଼ି ମୋ ପାଖରେ ମୋ ମାଇକିନା ପରି ମୋତେ କୁଣ୍ଢେଇ ଧରି ଶୋଇଲେ। ପାହାନ୍ତାରୁ ମୋ ନିଦ ଭାଙ୍ଗିଗଲା। ଖୁଡ଼ି ମୋତେ କୁଣ୍ଢେଇ ଧରିଥିଲେ। ମୁଁ ତାଙ୍କ ଦୁଧରେ ମୁହଁ ଘଷି ଦୁଧ ଭୁଣ୍ଡିକି ପାଟିରେ ପୂରେଇ ଚୁଚୁମି ଦୁଧକୁ ଆସ୍ତେ କାମୁଡ଼ି ଚୁଚୁମିଲି। ଖୁଡ଼ିଙ୍କର ନିଦ ଭାଙ୍ଗିଗଲା। ସେ ମୋତେ କୁଣ୍ଢେଇ ଧରି ପଚାରିଲେ, ରାତି ପାହିଲାଣି? ମୁଁ କହିଲି, ନାଇଁ, ଆଉ ଘଣ୍ଟାଏ ଖଣ୍ଡେ ବାକି ଅଛି। ଖୁଡ଼ି ମୋ ବାଣ୍ଡକୁ ମୁଠେଇ ଧରୁ ଧରୁ କହିଲେ, ଯାଇ କବାଟ ଖିଡ଼ିକିଟା ଭିତରୁ ଦେଇଦିଅ, ସକାଳଟାରୁ କିଏ କାଳେ ଚାଲି ଆସିବ। ମୁଁ ଉଠିଯାଇ କବାଟର ଖିଡ଼ିକିଟା ବନ୍ଦ କରିଦେଇ ଆସିଲି। ଖୁଡ଼ି ମୁଁ କୁଣ୍ଢାକୁଣ୍ଢି ହୋଇ ଚୁମା ଖାଇଲୁ। ପରସ୍ପର ପାଟିରେ ଜିଭ ପୂରେଇ ଚୁଚୁମିଲୁ। ମୁଁ ଖୁଡ଼ିଙ୍କ ଓଠ, ଗାଲ, ବେକ, ଦୁଧ ଓ ଦୁଧ ଭୁଣ୍ଡିକୁ କାମୁଡ଼ି ଚୁଚୁମି ପକେଇଲି। ଖୁଡ଼ି ବି ଉତ୍ତେଜିତ ହୋଇ ମୋତେ ଚୁମା ଦେଲେ। ତାପରେ ଖୁଡ଼ି ମୋ ବାଣ୍ଡକୁ ପାଟିରେ ପୂରେଇ ଚୁଚୁମିଲେ। ମୁଁ ତାଙ୍କ ବିଅକୁ କାମୁଡ଼ି ଚୁଚୁମିଲି। ଭିତରେ ଆଙ୍ଗୁଠି ପୂରେଇ ଖେଞ୍ଚିଲି। ଖୁଡ଼ି କହିଲେ, ଆଉ ସମ୍ଭାଳି ହେଉନି, ଏଥରକ ପୂରେଇ ଗେହିବା ଆରମ୍ଭ କର। ମୁଁ ଖୁଡ଼ିଙ୍କ ଉପରକୁ ଉଠିଯାଇ ତାଙ୍କ ବିଆରେ ମୋ ବାଣ୍ଡକୁ ପୂରେଇ ଗେହିବା ଆରମ୍ଭ କଲି। ଅଧଘଣ୍ଟାଏ କାଳ ଧୁମ୍ ଗେହିଲି। ଉତ୍ତେଜନାରେ ଖୁଡ଼ି ଗୁମୁରି ଗୁମୁରି ଚିତ୍କାର କରୁଥିଲେ।